जगदानन्दकन्दाय प्रणतार्थे हराय च नीलाचलनिवासाय चतुर्धामृतये नमः। जय जगन्नाथ। विश्वर अगणित मानव जाति जनसमूह एवं लोक मानू सचेतन वार्ता कार्यक्रम को स्वागत। आसंतु आजिर कथावस्तु उपरे आलोकपात करिबा। आजिर कथावस्तुर शीर्षक ब्राह्मण किए। तेबे ए बाबदरे ये दास कौनसी टिप्पणी दवा पूर्वर कौनसी कथा कहवा पूर्वर शास्त्र कौन कहते प्रथमे ताकू आमे देखिबा। जदि वर्णाश्रम व्यवस्था बा वर्ण विचार महाप्रभु सृष्टि करिछंती समाजर श्रृंखला पाई बा श्रृंखलित समाज पाई जदिओ वर्ण भेद व्यवस्था अछि तेबे से भितरे श्रेष्ठ वर्ण ब्राह्मण बोली आपण माने समस्ते जानिछंती। शास्त्र मध्य कहंती, शास्त्र एक कथा मध्य कहंती जे जन्मरु केही ब्राह्मण ही न थाए। क्षत्रिय वैश्य शूद्र ये सब कहीं जन्मरु ही न थांती। निज निज कर्म रे आचरण रे संस्कार रे समस्ते निज निजर परिचय सृष्टि करि थांती। तेरे शास्त्र कौन कहिले ना जन्मना जायते शूद्र। जन्मरु प्रत्येक व्यक्ति शूद्र होई थाए, किंतु जेतेबेले से संस्कार हुए बा संस्कारी हुए संस्कार कर्म हुए जहाको आपण माने व्रतोपनयन कहते यज्ञसूत्र धारण करने निमित्त सेतेबेले व्यक्ति द्विज पदवाच्य हुए अर्थात तार दुई थर जन्म हुए। थरे मातृगर्भरु द्वितीय थर वेद गर्भरु। तेणु तांको द्विज आख्या मध्य दिया है। जेतेबेले व्यक्ति संस्कारी हुए बा द्विज हुए अर्थात उपयुक्त बयस उपगत हेबा मात्रके पिलाटी को व्रतोपनयन करा जाए। अर्थात वेदर कर्म शिक्षा ताकू प्रदान करा जाए। अर्थात ताकू वेद पाठ करने को अनुमति मिल जाए। तेणु जेतेबेले व्यक्तिटी बा पिलाटी वेद को अभ्यास करे व्रतोपनयन परे यज्ञसूत्र धारण परे वेद गर्भरु जन्म हवा परे जेतेबेले व्यक्ति बा पिलाटी वेद को अभ्यास करे शास्त्र कौन कहिले ना वेदाभ्यास भावेते विप्र। जेतेबेले व्यक्ति वेद को अभ्यास करे एवं वेद को पाठ करे वेदर प्रतिटी शब्द प्रतिटी अक्षर संपूर्ण को जेतेबेले विश्लेषण करे बुझे हृदयंगम करे अनुभव करे साक्ष्य लक्ष्य प्रमाण रे जाने
ତେଣୁ ତେଣୁ ସେଠି ତାକୁ ଏକ ସ୍ୱତନ୍ତ୍ର ପରିଚୟ ଦିଆଯାଏ। ତାହେଲେ କ'ଣ ସେଇଟା, ସେ ପରିଚୟ କ'ଣ ଅଟେ? ତ ବେଦକୁ ଜାଣିବା ଲୋକ ବା ବେଦକୁ ଅଧ୍ୟୟନ କଲା ପରେ ବ୍ୟକ୍ତି ଏଇ କଥା ଜାଣେ ଯେ ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା। ଅର୍ଥାତ୍ ସେ ବ୍ରହ୍ମକୁ ଜାଣେ। ତେଣୁ ଶାସ୍ତ୍ର କୁହନ୍ତି ବ୍ରହ୍ମ ଜାନାତି ଇତି ବ୍ରାହ୍ମଣ। ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ିଲା ଯେ ପର୍ଯ୍ୟନ୍ତ ବ୍ୟକ୍ତି ସଂସ୍କାରୀ ହୋଇନାହିଁ, କେବଳ 2 ଟଙ୍କା ବା 5 ଟଙ୍କାର ସୂତା ଖଣ୍ଡିଏ ଏକ ନିର୍ଦ୍ଦିଷ୍ଟ ପ୍ରକାର ଗଣ୍ଠି କରି କାନ୍ଧରେ ପକାଇଛି, ଅର୍ଥାତ୍ ସଂସ୍କାରୀ ହୋଇନାହିଁ, ସେ ଦ୍ୱିଜ ପଦବାଚ୍ୟ ହୋଇପାରିବ ନାହିଁ। ଯଦି ବ୍ୟକ୍ତିକୁ ବା ପିଲାଟିକୁ ବେଦ ଅଧ୍ୟୟନ କରିବା ପାଇଁ ଅନୁମତି ମିଳିଲା ପରେ ମଧ୍ୟ ଯେଉଁ ପିଲାଟି ବେଦ ଅଧ୍ୟୟନ କରୁନାହିଁ, ବେଦର ଚରମ ଲକ୍ଷ୍ୟ ବ୍ରହ୍ମକୁ ଜାଣିବା, ବ୍ରହ୍ମକୁ ଅନୁଭବ କରିବା, ଯେଉଁ ବ୍ୟକ୍ତି ଏ କର୍ମ କରୁନାହିଁ ସେ ବିପ୍ର ହୋଇପାରିବ ନାହିଁ। ଆଉ ଯେ ବିପ୍ର ହୋଇପାରିବ ନାହିଁ ସେ ବ୍ରାହ୍ମଣ ମଧ୍ୟ ହୋଇପାରିବ ନାହିଁ। ଜଗନ୍ନାଥ ଦାସ ସୁନ୍ଦର ଭାବରେ ଓଡ଼ିଆ ଭାଗବତରେ ଲେଖିଛନ୍ତି, କଳିଯୁଗର ପ୍ରଭାବରେ ପ୍ରଭାବିତ ହୋଇ ଏ ସମାଜରେ କ'ଣ କ'ଣ ଘଟିବ, ଅନ୍ୟ ବର୍ଣ୍ଣମାନଙ୍କର ବ୍ୟବସ୍ଥା, ଆଚାର ବିଚାର, ଆଚରଣ ସବୁକିଛି ନିଶ୍ଚିନ୍ତ ଭାବରେ ଭାଗବତରେ, ଗୀତାରେ, ଅନେକ ଶାସ୍ତ୍ରରେ, ଉପନିଷଦରେ, ପୁରାଣମାନଙ୍କରେ, ମାଳିକାରେ ଲିଖିତ ଅଛି। ସେଥି ଭିତରୁ ବ୍ରାହ୍ମଣମାନଙ୍କ ଉଦ୍ଦେଶ୍ୟରେ ଯେଉଁ ସୁନ୍ଦର କଥାଟି ଲେଖିଛନ୍ତି, ନାମେ ବୋଲାଇବେ ବ୍ରାହ୍ମଣ, ଅର୍ଥାତ୍ କେବଳ ପଇତା, ଯଜ୍ଞସୂତ୍ର ବା ପଇତା କାନ୍ଧରେ ଥିବ, ନା ବେଦ ପାଠ କରୁଥିବେ, ନା ହବନ କରୁଥିବେ, ନା ହବନର ବିଧି ଜଣାଥିବ, ନା ତ୍ରିସନ୍ଧ୍ୟା କରୁଥିବେ, ନା ତ୍ରିସନ୍ଧ୍ୟା କ'ଣ ଜାଣିଥିବେ। ଏବେ କଥା ଉଠୁଛି, ଯେଉଁମାନେ ବେଦର କର୍ମକୁ କରନ୍ତି, ବିଧିକୁ ମାନନ୍ତି, ପାଳନ କରନ୍ତି, କେବଳ ସେଇମାନେ ହିଁ ବ୍ରାହ୍ମଣ। ଏଠି କାହାରିକୁ ଆକ୍ଷେପ କରାଯାଉ ନାହିଁ। ଯେଉଁ ବ୍ୟକ୍ତି ବେଦର କର୍ମକୁ ସ୍ୱୀକାର କରନ୍ତି, ପାଳନ କରନ୍ତି, ମାନନ୍ତି, କର୍ମ କରନ୍ତି, କେବଳ ସେଇମାନେ ହିଁ ବ୍ରାହ୍ମଣ। ଆଉ ପର ଅଧ୍ୟାୟରେ ଏ ଦାସ ଆପଣମାନଙ୍କୁ ଅବଗତ କରାଇଥିଲା ଯେ ଜଣେ ବ୍ୟକ୍ତି କହିଥିଲେ, ବ୍ରାହ୍ମଣ ନିନ୍ଦା କୁଳକ୍ଷୟ। କଥାଟି ଆପଣମାନେ ବିଚାର କରନ୍ତୁ। ଧାର ନଥିବା ବସ୍ତ୍ରରେ କିଛି କାଟି ହୁଏ ନାହିଁ। ଧାର ନଥିବା କଇଞ୍ଚିରେ ଆପଣ କପଡ଼ା କାଟି ପାରିବେନି। ଧାର ନଥିବା ଛୁରୀରେ ଆପଣ ପରିବା କାଟି ପାରିବେନି। ଧାର ନଥିବା କରତରେ ଆପଣ ଗଛଟିଏ କାଟି ପାରିବେନି। ଧାର ନଥିବା କୁରାଢ଼ୀରେ ଆପଣ ଗଛଟିଏ କାଟି ପାରିବେନି।
ଯେମିତି ଧାର ନଥିବା ଅସ୍ତ୍ରରେ କିଛି କାଟି ହୁଏ ନାହିଁ, ଠିକ୍ ସେହିଭଳି ବେଦର କର୍ମ ନ କରୁଥିବା, ବେଦର ବାକ୍ୟକୁ ପାଳନ ନ କରୁଥିବା ବ୍ରାହ୍ମଣର ଅଭିଶାପ ମଧ୍ୟ ଫଳନ ହେବ ନାହିଁ। ତା ଅର୍ଥ ନୁହେଁ ବ୍ରାହ୍ମଣର ଆଶୀର୍ବାଦ ବି ବ୍ୟକ୍ତିକୁ ମିଳିବ, ବ୍ରାହ୍ମଣର ଅଭିଶାପ ମଧ୍ୟ ବ୍ୟକ୍ତିକୁ ମିଳିବ। କିନ୍ତୁ ସେହି ବ୍ରାହ୍ମଣର ଆଶୀର୍ବାଦ ସମାଜ ଉପରେ ରହିପାରିବ ବା ତାର ପ୍ରଭାବ ରହିବ ଯେଉଁ ବ୍ରାହ୍ମଣ ସଂସ୍କାରୀ, ବ୍ରତାଚାରୀ, ବେଦର କର୍ମକୁ ସ୍ୱୀକାର କରି ପାଳନ କରୁଛନ୍ତି, ତ୍ରିସନ୍ଧ୍ୟା କରୁଛନ୍ତି। କେବଳ ସେଇମାନଙ୍କର ଆଶୀର୍ବାଦ ଅନ୍ୟ ବର୍ଣ୍ଣମାନଙ୍କ ପାଇଁ, ଇତର ଜୀବଜନ୍ତୁମାନଙ୍କ ପାଇଁ ନିଶ୍ଚିନ୍ତ ଫଳପ୍ରଦ, ନିଶ୍ଚିନ୍ତ କଲ୍ୟାଣପ୍ରଦ ଏବଂ ସେଇମାନଙ୍କର ଅଭିଶାପ ମଧ୍ୟ କାଳ ସ୍ୱରୂପ। କିନ୍ତୁ ଯେଉଁମାନେ ସଂସ୍କାରୀ ନୁହନ୍ତି, ବେଦ ଅଧ୍ୟୟନ କରୁନାହାନ୍ତି, କେବେ କରିନାହାନ୍ତି, ତ୍ରିସନ୍ଧ୍ୟା କରିନାହାନ୍ତି, କେବେ ମଧ୍ୟ କରୁନାହାନ୍ତି, ବ୍ରହ୍ମକୁ ଚିହ୍ନି ନାହାନ୍ତି, ନା ସେ ବ୍ରାହ୍ମଣର ଆଶୀର୍ବାଦ ମିଳିବ, ନା ସେ ବ୍ରାହ୍ମଣର ଅଭିଶାପ ଫଳିବ। ଏ କଥା ଏ ଦାସର କଥା ନୁହେଁ, ଏ କଥା ଶାସ୍ତ୍ରର କଥା, ବେଦର କଥା ଏ ଦାସ କହୁନାହିଁ। ଶାସ୍ତ୍ର କୁହନ୍ତି ଜନ୍ମନା ଜାୟତେ ଶୂଦ୍ର ସଂସ୍କାରେ ଦ୍ୱିଜମୁଚ୍ୟତେ ବେଦାଭ୍ୟାସ ଭବେତେ ବିପ୍ର ବ୍ରହ୍ମ ଜାନାତି ଇତି ବ୍ରାହ୍ମଣ। ତେଣୁ ଆଜି ପାଇଁ କଥାବସ୍ତୁକୁ ଏଇଠି ବିରାମ ଦେଉଛି। ଆଗାମୀ ଅଧ୍ୟାୟରେ ପରବର୍ତ୍ତୀ କଥାବସ୍ତୁ ଉପରେ ଆଲୋକପାତ କରିବା। ଜୟ ଜଗନ୍ନାଥ।